आकाशवाणी। संवाद पढ़ुछंती सत्यव्रत बेहुरा। जनजाति संप्रदाय प्रति समर्पित आदि महोत्सव को आज उद्घाटन करिवे राष्ट्रपति। प्रत्येकटी क्षेत्र में भारत उपरे विश्वर विश्वास दृढ़ होइछि कहिले प्रधानमंत्री। महाकुंभ त्रिवेणी संगम रे पवित्र स्नान कले 1,21,00,000 अधिक श्रद्धालु। नुआदिल्ली रे आज भारत टेक्स 2025 कार्यक्रम रे जोगदेवे प्रधानमंत्री। एवं महिला प्रीमियर लीग्र गतकालीर मैच रे मुंबई इंडियंस को 2 विकेट रे परास्त कला दिल्ली कैपिटल्स। राष्ट्रपति द्रौपदी मुर्मू आज नुआदिल्ली रे आदि महोत्सव 2025 को उद्घाटन करिवे। मेजर ध्यानचंद स्टेडियम ठारे आयोजित हेबाकु थिबा एही महोत्सव रे जनजाति संप्रदायर कला, संस्कृति, औद्योगिक कार्यकलाप तथा वाणिज्य संपर्कित विभिन्न कलाकृति स्थान पाइब। गणमाध्यम को ए संपर्क में सूचना दे आदिवासी व्यापार राष्ट्रमंत्री दुर्गा दास उइके कहिसंती विभिन्न राज्य में बसवास करुथिबा जनजाति कारीगर तथा उद्योगींकर विभिन्न कलाकृति संपर्क में अवगत कराइबा निमंते एही महोत्सव आयोजन करा जाइछि। एथिरे 600 रु ऊर्ध्व जनजाति उद्योगी अंशग्रहण करिवे बोली श्री उइके कहिसंती। ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟଙ୍କର ପାରମ୍ପରିକ ନୃତ୍ୟ ସଙ୍ଗୀତ ପରିବେଷଣ କରାଯିବ। 9 ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ଆସନ୍ତା 24 ତାରିଖ ଦିନ ଉଦ୍ଯାପିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ କେବଳ ବିଶ୍ୱ ଭବିଷ୍ୟତ ବିଷୟରେ ଆଲୋଚନାର କେନ୍ଦ୍ରବିନ୍ଦୁରେ ନାହିଁ, ବରଂ ଆଲୋଚନାର ନେତୃତ୍ୱ ମଧ୍ୟ ନେଉଛି। ଗତକାଲି ଦିଲ୍ଲୀର ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଆୟୋଜିତ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି ବିଶ୍ୱସ୍ତରରେ ଭାରତର ଏକ ପ୍ରମୁଖ ସ୍ଥାନ ରହିଛି। ପ୍ରମୁଖ ରାଷ୍ଟ୍ର ହେଉ କିମ୍ବା ବିଶ୍ୱସ୍ତରୀୟ ମଞ୍ଚ, ପ୍ରତ୍ୟେକଟି କ୍ଷେତ୍ରରେ ଭାରତ ଉପରେ ପୂର୍ବାପେକ୍ଷା ବିଶ୍ୱାସ ଦୃଢ଼ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। आज दुनिया के बड़े देश हो, दुनिया के बड़े मंच हो, भारत को लेकर जिस विश्वास से भरे हुए हैं ये पहले कभी नहीं था। ये पेरिस में AI एक्शन समिट के दौरान हुए डिस्कशन में भी रिफ्लेक्ट हुआ है। आज भारत ग्लोबल फ्यूचर से जुड़े विमर्श के सेंटर में है और कुछ चीजों में उसे लीड भी कर रहा है। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 2024 ପରଠାରୁ ଭାରତ ଦ୍ରୁତ ବିକାଶ ପଥରେ ଗତି କରୁଛି ବୋଲି କହିଛନ୍ତି। ସେ କହିଛନ୍ତି ମାତ୍ର ଏକ ଦଶନ୍ଧି ମଧ୍ୟରେ ଭାରତ ବିଶ୍ୱର ଶ୍ରେଷ୍ଠ 5ଟି ଅର୍ଥନୀତି ମଧ୍ୟରୁ ଅନ୍ୟତମ ହୋଇପାରିଛି। ଆଗାମୀ ବର୍ଷଗୁଡ଼ିକରେ ଭାରତ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ବୋଲି ଶ୍ରୀ ମୋଦି ବିଶ୍ୱାସ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଭାରତ ପ୍ରଥମ 3ଟି ଶିଳ୍ପ ବିପ୍ଳବକୁ ଭୁଲି ଯାଇଥିଲେ ମଧ୍ୟ ଚତୁର୍ଥ ଶିଳ୍ପ ବିପ୍ଳବ ସହିତ ଆଗକୁ ବଢ଼ିବାକୁ ପ୍ରସ୍ତୁତ ରହିଛି। ସେ କହିଛନ୍ତି ଏନ୍ଡିଏ ସରକାର ବାଣିଜ୍ୟର ଭୟକୁ ସହଜତାରେ ପରିଣତ କରିଛି। ଏହାଛଡ଼ା ବିକଶିତ ଭାରତ ଗଠନ ଦିଗରେ ଭାରତର ଯାତ୍ରାରେ ଘରୋଇ କ୍ଷେତ୍ରଗୁଡ଼ିକର ପ୍ରମୁଖ ଭୂମିକା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରୟାଗରାଜର ମହାକୁମ୍ଭର ତ୍ରିବେଣୀ ସଙ୍ଗମରେ ଗତକାଲି 1,21,00,000 ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିଛନ୍ତି। ପ୍ରତିଦିନ ଏହି ଭବ୍ୟ ଉତ୍ସବରେ ସାରା ବିଶ୍ୱରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯୋଗ ଦେଉଛନ୍ତି। ଏପର୍ଯ୍ୟନ୍ତ 51,31,00,000 ଶ୍ରଦ୍ଧାଳୁ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି। ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି। ମହାକୁମ୍ଭକୁ ସାଧୁସନ୍ଥ, ଶ୍ରଦ୍ଧାଳୁ ଓ ବିଭିନ୍ନ ବର୍ଗର ପର୍ଯ୍ୟଟକ ଯାଉଛନ୍ତି। ଗତକାଲି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀ ଓ ଅନ୍ୟ ବିଧାୟକଙ୍କ ସହ ପବିତ୍ର ସ୍ନାନ କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ସାୱନ୍ତ କହିଛନ୍ତି ପ୍ରୟାଗରାଜକୁ ଆସି ମହାକୁମ୍ଭରେ ଯୋଗ ଦେବାକୁ ରାଜ୍ୟର ଲୋକମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗତକାଲି ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ। ସେ କହିଥିଲେ ମହାକୁମ୍ଭ ହେଉଛି ଭାରତର ଆଧ୍ୟାତ୍ମିକତା, ବିଶ୍ୱାସ ଏବଂ ସଂସ୍କୃତିର ସଙ୍ଗମସ୍ଥଳୀ। ସେ ତାଙ୍କ ସ୍ନାନ ସମୟରେ ସମସ୍ତ ଭାରତୀୟଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିବା କହିଛନ୍ତି। आत्मा और मन की शांति के साथ देश में समृद्धि आए, खुशहाली, उन्नति आए, हर व्यक्ति के जीवन में खुशहाली आए, ये महाकुंभ में हम प्रार्थना करते हैं। केन्द्रमंत्री पीयूष गोयल, हरदीप सिंह पुरी, अन्नपूर्णा देवी और चिराग पासवान प्रमुख संगमरे स्नान करी पूजार्चना करथिले। ଏହି ଅବସରରେ ଶ୍ରୀ ଗୋୟଲ କହିଥିଲେ ମହାକୁମ୍ଭ ପରିଦର୍ଶନ କରିବା ବାସ୍ତବରେ ଏକ ଭାବପ୍ରବଣ ମୁହୂର୍ତ୍ତ ଏବଂ ଆଶୀର୍ବାଦ ମଧ୍ୟ।
ଏହା ଭାରତର ସାମूहिक भावनार एक उत्कृष्ट उदाहरण बोली से कहिसंती। अद्भुत दृश्य है। एक भारत श्रेष्ठ भारत का एक अनमोल उदाहरण है और मैं समझता हूँ भारतवासियों की और विश्व भर से आने वालों की आस्था देखकर आनंद आता है कि हमारा धर्म सुरक्षित है। सनातन धर्म आगे चल के इस देश को नई ऊंचाइयों तक लेके जाए। महाकुंभ भली बृहत कार्यक्रमर सफल आयोजन पर केन्द्रमंत्री हरदीप सिंह पुरी उत्तर प्रदेश सरकार को प्रशंसा करिसेंती। से कहिसेंती डबल इंजिन सरकार जोगु एते बड़ धरणर व्यवस्था करा जाई पारिछि। मेरे लिए पर्सनली बहुत ही मेरा सौभाग्य है कि मुझे ये मौका मिलेगा। बहुत ही हम अपने आप को लकी समझते हैं। योगी सरकार तो बहुत बढ़िया काम कर रही है, उनके बगैर कैसे होता। माननीय प्रधानमंत्री जी है और एक योगी जी है, डबल इंजन की सरकार है, तभी तो इतना ग्रैंड स्केल पे सब हो रहा है। आपण माने संवाद शुणुछंती आकाशवाणी। प्रधानमंत्री नरेंद्र मोदी आज नुआदिल्ली रे भारत टैक्स 2025 रे जोग देबे। एही अवसर श्री मोदी जनसाधारण को संबोधन करिवे। भारत टैक्स 2025 हेउछि एक विराट विश्वस्तरीय कार्यक्रम। गत 14 तारिखर आरंभ होइथिबा एही कार्यक्रम आसंता काली शेष हेबो। कंचामाल प्रस्तुत होइथिबा उत्पाद एवं उपकरण गुड़िकर समस्त बयनशिल्प मूल्य श्रृंखला गोटे स्थान रे उपलब्ध हेउछि। एही बयनमेलार 70 अधिक अधिवेशन, दलगत आलोचना एवं प्रशिक्षण आदि अंतर्भुक्त। एही प्रदर्शनी रे नवसृजन एवं स्टार्टअप पई स्वतंत्र पाविलियन निर्माण करा जाइछि। अग्रणी निवेशकଙ୍କ माध्यमरे स्टार्टअप गुड़िक पई पांठी सुजोग सृष्टि हेबो बोली आशा करा जाउछि। कार्यक्रम रे नीति निर्धारक और विश्वस्तरीय कंपानी गुड़िकर परिचालना अधिकारी, 5000 रु अधिक प्रदर्शक, 120 रु अधिक देशरू 6000 अंतर्जातीय क्रेता और विक्रेता जोग देउछंती। एथिरे विश्वर 25 रु अधिक बयनशिल्प संस्था और ए संपर्कित संगठन अंशग्रहण करुछंती। ଯୁକ୍ତରାଷ୍ଟ୍ର ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା 100 ରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ସେଠାକାର ସରକାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦ୍ୱିତୀୟ ଥର ଲାଗି ଭାରତ ପଠାଇଛନ୍ତି। ଏହି ବିମାନଟି ଅମୃତସରର ଶ୍ରୀ ଗୁରୁ ରାମଦାସଜୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଗତକାଲି ଅବତରଣ କରିଛି। ସେମାନଙ୍କ ମଧ୍ୟରେ 60 ରୁ ଊର୍ଦ୍ଧ୍ୱ ଯାତ୍ରୀ ପଞ୍ଜାବର ହୋଇଥିବା ବେଳେ 30 ରୁ ଊର୍ଦ୍ଧ୍ୱ ଯାତ୍ରୀ ହରିୟାଣାର ବୋଲି ଜଣାପଡ଼ିଛି। ଏହାଛଡ଼ା ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ, ଗୋଆ ଓ ମହାରାଷ୍ଟ୍ରର କେତେକ ଲୋକ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଆଜି ମଧ୍ୟ ଆମେରିକା ଆଉ ଏକ ବିମାନ ଯୋଗେ ସେଠାରେ ବେଆଇନ ଭାବେ ବସବାସ କରୁଥିବା ଭାରତୀୟଙ୍କୁ ଅମୃତସର ପଠାଇବାର ବ୍ୟବସ୍ଥା କରିଛି ବୋଲି ଜଣାପଡ଼ିଛି। ଗତ 5 ତାରିଖ ଦିନ ଆମେରିକା ପ୍ରଥମ ଥର ଲାଗି ସେଠାରେ ବେଆଇନ ଭାବେ ବସବାସ କରୁଥିବା 104 ଜଣ ଭାରତୀୟଙ୍କୁ ଏକ ସ୍ୱତନ୍ତ୍ର ସାମରିକ ବିମାନରେ ଅମୃତସର ପଠାଇଥିଲା। ଏଭଳି ଯାତ୍ରୀଙ୍କୁ ନେଇ ଆମେରିକାରୁ ଆସୁଥିବା ବିମାନଗୁଡ଼ିକୁ ଅମୃତସରରେ ଅବତରଣ କରିବା ଲାଗି ଅନୁମତି ଦେଇ କେନ୍ଦ୍ର ସରକାର ପଞ୍ଜାବକୁ ବଦନାମ କରିବା ଲାଗି ଚେଷ୍ଟା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ ଅଭିଯୋଗ କରିଥିଲେ। ତେବେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି। ଦଳର ଜାତୀୟ ମୁଖପାତ୍ର ଆର୍ପି ସିଂ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାରୁ ଆସୁଥିବା ବିମାନ ଲାଗି ଅମୃତସର ହେଉଛି ଭାରତର ନିକଟତମ ବିମାନ ବନ୍ଦର। ସେହି ଦୃଷ୍ଟିରୁ ଏହି ବିମାନଗୁଡ଼ିକୁ ସେଠାରେ ଅବତରଣ କରିବା ଲାଗି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ମହାକୁମ୍ଭରେ ଆଜି ପ୍ରୟାଗରାଜର ସଙ୍ଗମ କୂଳରେ ପ୍ରକୃତି ଓ ପକ୍ଷୀ ମହୋତ୍ସବ ଉଦ୍ଘାଟିତ ହେବ। ଏଥିପାଇଁ ଭାରତୀୟ ସ୍କିମରକୁ ମାସ୍କଟ ଭାବରେ ଚୟନ କରାଯାଇଛି। ପକ୍ଷୀ ମହୋତ୍ସବର ନୋଡାଲ ଅଧିକାରୀ ଲଳିତ ବର୍ମା କହିଛନ୍ତି, ଏହି ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ଏହି କାର୍ଯ୍ୟକ୍ରମ ଜନସାଧାରଣଙ୍କୁ ଆକର୍ଷିତ କରିବ। ଅନ୍ୟପକ୍ଷରେ ଆଜି ମହାକୁମ୍ଭରେ ଜଳବାୟୁ ସମ୍ମିଳନୀ ଅନୁଷ୍ଠିତ ହେବ। ଏହାର ବିଷୟବସ୍ତୁ ରହିଛି କୁମ୍ଭର ଆସ୍ଥା ଓ ଜଳବାୟୁ ପରିବର୍ତ୍ତନ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ। ମହିଳା ପ୍ରିମିୟର ଲିଗ୍ର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 2 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଆୟୋଜିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ 19 ଓଭର ଗୋଟିଏ ବଲ୍ରେ ସମସ୍ତ ୱିକେଟ୍ ହରାଇ 164 ରନ୍ କରିଥିଲା। ମୁମ୍ବାଇ ପକ୍ଷରୁ ନାଟ୍ ସ୍କିଭର ବ୍ରଣ୍ଟ 59ଟି ବଲ୍ରୁ 80 ରନ୍ କରିଥିବା ବେଳେ ଅଧିନାୟିକା ହରମନପ୍ରୀତ କୌର 22ଟି ବଲ୍ରୁ 42 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ବିନିମୟରେ 165 ରନ୍ ସ୍କୋର କରିଥିଲା। ଆଜି ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଗୁଜରାଟ ଜାୟଣ୍ଟସ୍ ଓ ୟୁପି ୱାରିୟର୍ସ ମଧ୍ୟରେ ସନ୍ଧ୍ୟା 7:30ଟାରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦିଲ୍ଲୀ ଓପନ୍ ଟେନିସ୍ ପ୍ରତିଯୋଗିତାରେ ଜାପାନ ଯୋଡ଼ି ମାସାମିତି ଇମାନୁରା ଓ ରିଓ ନେଗୁଚି ଗତକାଲି ସନ୍ଧ୍ୟାରେ ଭାରତର ନିକି ପୁନାଜା ଓ ଜିମ୍ବାୱେର କଟ୍ନି ଲଙ୍ଗ୍ଙ୍କୁ 6-4, 6-3ରେ ପରାସ୍ତ କରି ଟାଇଟଲ୍ ହାସଲ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଫ୍ରାନ୍ସର କିରିଆନା ଜ୍ୱାକେଟ୍ 6-3, 6-1ରେ ଭିଟ୍ କୋପ୍ରିଭାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଆଜି ଫାଇନାଲରେ ଜ୍ୱାକେଟ୍ ବ୍ରିଟେନ୍ର ବିଲ୍ ହାରିସ୍ଙ୍କ ସହ ମୁକାବିଲା କରିବେ। ମୁଖ୍ୟ ସମ୍ବାଦ ପୁଣି ଥରେ।
जनजाति संप्रदाय प्रति समर्पित आदि महोत्सव को आज उद्घाटन करिबे राष्ट्रपति। प्रत्येकटी क्षेत्र में भारत उपरे विश्वर विश्वास दृढ़ होईछि कहिले प्रधानमंत्री। महाकुंभ त्रिवेणी संगम में पवित्र स्नान कले 1,21,00,000 अधिक श्रद्धालु। नुआदिल्ली में आज भारत टेक्स 2025 कार्यक्रम में जोगदेवे प्रधानमंत्री। एवं महिला प्रीमियर लीग्र गतकालीर मैच रे मुंबई इंडियंस को 2 विकेट्रे परास्त कला दिल्ली कैपिटाल्स। संवाद शेष है।